ବାର ମାସରେ 13 ପର୍ବ। ଏହି ପର୍ବ ସହିତ ଯୋଡ଼ି ହୋଇ ରହିଛି ଭିନ୍ନ ପରମ୍ପରା। ତନ୍ମଧ୍ୟରୁ ଚୈତ୍ର ମାସର ଶୀତଳ ଢଳା ପର୍ବ ଅନ୍ୟତମ। ଏହି ଶୀତଳ ଢଳା ପରମ୍ପରା ପଶ୍ଚିମ ଓଡ଼ିଶାର ସର୍ବତ୍ର ପାଳିତ ହେଉଥିବା ବେଳେ ଗ୍ରୀଷ୍ମଜନିତ ରୋଗ ବ୍ୟାଧିରୁ ମୁକ୍ତି ତଥା ଇଷ୍ଟଦେବୀଙ୍କୁ ସନ୍ତୁଷ୍ଟି କରିବା ପାଇଁ ଏହି ପର୍ବ ଭକ୍ତିର ସହିତ ପାଳିତ ହୋଇ ଆସୁଅଛି। ନିମ୍ବ ଡାଲକୁ ଚାଲିଛି ପୂଜାର୍ଚ୍ଚନା। ପୂଜାର୍ଚ୍ଚନା ପରେ ଡାଲକୁ ଘୋଷାରି ଘୋଷାରି ନିଆଯାଇ ତା ଉପରେ ଢଳାଯାଉଛି ପାଣି। ଲୋକେ ଭକ୍ତିର ସହ ନିମ୍ବ ଡାଲକୁ ଗୁହାରି ଜଣାଉଛନ୍ତି। ବର୍ତ୍ତମାନ ଏହିପରି ଦୃଶ୍ୟ ଦେଖିବାକୁ ମିଳୁଛି ବରଗଡ଼ ସହରରେ। ଚୈତ୍ର ମାସ ଅବସରରେ ବର୍ତ୍ତମାନ ବରଗଡ଼ରେ ଶୀତଳ ଢଳା ପର୍ବ ଅନୁଷ୍ଠିତ ହେଉଛି। ଏଇଟା ଚୈତ ମାସେ ମାଙ୍କର ଶୀତଳ ଢଳା ହେସି। ଆଉ ସବୁ ବର୍ଷ ଆନସନ୍ ମଙ୍ଗଳବାର ଦିନ ଚାରିପାଲି ଆନସନ୍। ଲାଷ୍ଟ ପାଲିରେ ତ ଆମର ଜଲସେଇ ହେସି। ବୋଇଲେ ଏଇଟା ଖରାର ଲାଗି ଖରାର ପ୍ରକୋପ ବେଶୀ ଥିସି ବୋଇଲେ ଗୁଣି ସେନ୍ଦିରି ନେଇ ହନ୍ ବୋଲିକରି ଏଇଟା ମାଙ୍କ ଠାନେ ଆମେ ଶୀତଳ ଢାଲସୁଁ। ଆର୍ ତାଙ୍କର ଦୟାରୁ କେବେ କିଛି ବି ଆଙ୍କୁ ନାଇଁ ରୋଗ ବେମାର ବି ନାଇଁ ହୁଏ। ଆମେ ଫୁଲ ପାଏନ୍ ଫୁଲ ସିନ୍ଦୁର ସବୁ ଧରିକରି ଆମେ ଟାକିଥିସୁଁ, ମାଙ୍କୁ ଅପେକ୍ଷା କରିଥିସୁଁ। ହଁ ଲିମ୍ ଡାଲ୍ ଯେନ୍ ଆନସନ୍ ଆମେ ସେଠି ଶୀତଳ ଢାଲସୁଁ। ଆଉ ଏନ୍ତା ତ କରସୁଁ। ହଁ ଏଇ ପରମ୍ପରା ତ ମୁଇଁ ତ 27-28 ବରଷ ହେଲାନ ବରଗଡ଼କେ ଆସିଲି ନ ଯେ ମୁଇଁ ସବୁ ବର୍ଷ କରୁଛେଁ। ଆମର ଶାଶ ମାନେ ବି କରୁଥିଲେ, ତାପରେ ଆମେ ବି କରୁଛୁଁ। ଆମର ପୁଅ ବୋହ ମାନେ ବି କରବେ, ସମସ୍ତେ ମୋର୍ ବୋହ ମାନେ ବି କରବେ। ହଁ ମାଆଙ୍କର ଉପରେ ଆମର ବହୁତ ଆଶା ବିଶ୍ୱାସ ଅଛେ, ସେଥିର୍ଲାଗି ଆମେ ଏଇଟା କରସୁଁ। जे माँ समलेश्वरी माँ एटा गोटे चैत मासर सबू मंगलवार दिने आमर एटा समले मंदिर आड़ू प्रति घर के जाइकरी एटा लिम डाल लेकिन आमर शीतल करछूँ। आम समस्ते बरगड़ प्रति जन प्रति परिवार संगे संश्लिष्ट होकर सेटा करछूँ। एटा आगुरी गोटे परंपरा चली ये परंपरा यहाँ है जे बरगड़ के से सब शीतल करा आगर परंपरा जेन अच्छे चिकेन पॉक्स बसंत कलेरा हईजा जेनटा होता सेटा दूरीकरण करवार लगी प्रति ठंडा करवार लगी सब शीतल करवार लगी चैत मासे प्राय सेटा होता सेटा गोटे से परंपरा चले सेटा आम समले माँ को पूरा भरोसा कर छाड़ी माँ आमर ये बेमारी सेमारी बरगड़ सब मुक्त करदौन बोलिकी से परंपरा चलचे। जे माँ समलेश्वरी माँ एमती आमको सबको बरगड़वासी मान को सब साहाय्य करुवे एमती आम आप दृष्टि कृपा दृष्टि सब आमर परिवार उपरे आमर पड़ोशी मान सब रही तो यहाँ आम आम आपको निवेदन करचु। जे माँ समलेश्वरी माँ के जय। ଚୈତ୍ର ମାସରେ ସର୍ବତ୍ର ସମଲେଶ୍ୱରୀ ଦେବୀଙ୍କ ନବଦିନାତ୍ମକ ବାସନ୍ତିକ ପୂଜା ଅନୁଷ୍ଠିତ ହେଉଥିବା ସମୟରେ ପଶ୍ଚିମ ଓଡ଼ିଶାରେ ଏହି ମାସର ପ୍ରତ୍ୟେକ ମଙ୍ଗଳବାର ଶୀତଳ ଢଳା ପର୍ବ ପାଳିତ ହୋଇ ଆସୁଅଛି। ଏହି ପରିପ୍ରେକ୍ଷୀରେ ବରଗଡ଼ ସହରରେ ମଧ୍ୟ ଏହି ପର୍ବ ଭକ୍ତିର ସହିତ ପାଳିତ ହେଉଛି। ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ବରଗଡ଼ର ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ପାରମ୍ପରିକ ପୂଜାର୍ଚ୍ଚନା ପରେ ଏହା ଆରମ୍ଭ ହୋଇଥାଏ। ମାଙ୍କ ପ୍ରତୀକ ସ୍ୱରୂପ ଲିମ୍ବ ଗଛର ଡାଲକୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ପରେ ସମଲେଇ ମନ୍ଦିରରୁ ଡାଲକୁ ଘୋଷାଡ଼ି ଘୋଷାଡ଼ି ନେଇ ସହରର ସମସ୍ତ ଗଲିକନ୍ଦିମାନଙ୍କରେ ପରିକ୍ରମା କରାଯାଇଥାଏ। ଏହି ସମୟରେ ପ୍ରତ୍ୟେକ ଘରର ସମ୍ମୁଖରେ ମନ୍ଦାର ଫୁଲ ସିନ୍ଦୁର ଗୋରସ ପାଣିରେ ଭର୍ତ୍ତିପୂର୍ଣ୍ଣ ଗରା ବାଲ୍ଟି ରଖାଯାଇଥାଏ। ନିମ୍ବ ଡାଲକୁ ଘୋଷାରି ନେବା ସମୟରେ ଏହି ପାଣିକୁ ଡାଲ ଉପରେ ଢାଳି ଦିଆଯାଇଥାଏ। ଏହି ଡାଲକୁ ସମସ୍ତେ ମୁଣ୍ଡିଆ ମାରି ମାଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥାନ୍ତି। ମାଙ୍କ ପାଦୁକା ପାଣିକୁ ନିମ୍ବପତ୍ର ଦ୍ୱାରା ଲୋକଙ୍କ ଶରୀର ଉପରେ ଛିଟା ଯାଇଥାଏ।
ଏହି ପୂଜାବିଧି ପଛରେ ରହିଛି ଏକ ଦୃଢ଼ ବିଶ୍ୱାସ। ଚୈତ୍ର ମାସ ଆରମ୍ଭରୁ ହୁଏ ଖରାର ପ୍ରକୋପ। ଏହି ସମୟରେ ଶରୀରରେ ଗ୍ରୀଷ୍ମଜନିତ ରୋଗ ଯେପରି ହାଡ଼ଫୁଟି, ବସନ୍ତ, ମିଳିମିଳା ରୋଗ ହୋଇଥାଏ, ଯାହାକୁ ପଶ୍ଚିମ ଓଡ଼ିଶାରେ ମା ଗୁଣି ସେନ୍ଦ୍ରୀ ବୋଲି କୁହାଯାଇଥାଏ। ଏହି ରୋଗ ଦେବୀଙ୍କ ପ୍ରକୋପରେ ହେଉଥିବାରୁ ମାଙ୍କୁ ସନ୍ତୁଷ୍ଟି କରିବା ପାଇଁ ଚୈତ୍ର ମାସରେ ଦେବୀଙ୍କ ପ୍ରତୀକ ସ୍ୱରୂପ ନିମ୍ବଡାଲକୁ ପୂଜା କରାଯାଇ ସମସ୍ତେ ପାଣି ଢାଳିଥାନ୍ତି। ନିମ୍ବଡାଲ ପରିକ୍ରମା ସମୟରେ ସହରର ହନୁମାନ ମନ୍ଦିରରେ ସ୍ୱତନ୍ତ୍ର ପୂଜା ହୋଇଥାଏ। ପରେ ଉକ୍ତ ଡାଳକୁ ଦୁଇ ବାଟରେ ଛାଡ଼ି ଦିଆଯାଏ, ଯାହାଦ୍ୱାରା ଗ୍ରାମ ବା ସହରର ସମସ୍ତ ରୋଗ ଏହି ଡାଳ ଦ୍ୱାରା ଯାଇ ଆଗକୁ ନ ବ୍ୟାପିବାର ବିଶ୍ୱାସ ରହିଛି। ଚୈତ୍ର ମାସ ହେଉଛି ଗ୍ରୀଷ୍ମ ମାସର ଆରମ୍ଭ ଏବଂ ଏହି ଗ୍ରୀଷ୍ମ ସମୟରେ ଅଧିକ ଖରା ଯୋଗୁଁ ବିଭିନ୍ନ ପ୍ରକାର ରୋଗ ହାଡ଼ଫୁଟି, ମାତା ଗୁଣି ସେନ୍ଦ୍ରୀ ଭଳିଆ ବିଭିନ୍ନ ପ୍ରକାର ହାଡ଼ଫୁଟି ରୋଗ ଗୁଡ଼ିକ ହୋଇଥାଏ ଏବଂ ସେହି ରୋଗକୁ ଉପଶମ କରିବା ପାଇଁ ସମଗ୍ର ପୃଥିବୀକୁ ଶୀତଳୀକରଣ କରିବା ପାଇଁ ମାଙ୍କର ଆଜି ମଙ୍ଗଳବାର ଦିନ, ପ୍ରତ୍ୟେକ ମଙ୍ଗଳବାର ଦିନ ଏହି ଶୀତଳ ଯାତ୍ରା ଆରମ୍ଭ ହୋଇଥାଏ ମାଙ୍କର ପୀଠରୁ ଏବଂ ସମଗ୍ର ନଗରରେ ପରିଭ୍ରମଣ ପୂର୍ବକ ଲିମ୍ବଡାଳରେ ମାଙ୍କୁ ଉପବେଶନ କରାଇ ମାଙ୍କୁ ଆବାହନ କରି ସେଥିରେ ଶୀତଳ ଧାରା ଦେଇ ସମସ୍ତ ନଗର ପରିକ୍ରମା କରିଥାନ୍ତି। ସମସ୍ତଙ୍କର ଘର ସମ୍ମୁଖକୁ ଯାଇ ଏହି ଶୀତଳୀକରଣ କରିଥାନ୍ତି, ସମସ୍ତଙ୍କୁ ଆଶୀର୍ବାଦ କରିଥାନ୍ତି ମା ସମଲେଶ୍ୱରୀ ଯେ ଏହି ପୃଥିବୀ ଶୀତଳ ହେଉ ଏବଂ ସମସ୍ତଙ୍କର ରୋଗ ଦୂର ହେଉ। ଏହା ହେଉଛି ଏହି ଶୀତଳ ଯାତ୍ରାର ମୁଖ୍ୟ ମହତ୍ତ୍ୱ। ଏହି ପୂଜା ଦିନ 12ଟା ମଧ୍ୟାହ୍ନରୁ ଆରମ୍ଭ ହୋଇ ରାତ୍ରି ଯାଏ ଚାଲିଥାଏ। ଏହା ପୁରାତନ କାଳରୁ ଚଲି ଆସୁଥିବା କୁହାଯାଇଛି। ବିଶ୍ୱାସରେ ଭଗବାନଙ୍କ ପୂଜାର୍ଚ୍ଚନାର ଭିନ୍ନ ପରମ୍ପରା ଏବେ ମଧ୍ୟ ବଞ୍ଚିଛି ବରଗଡ଼ ସହରରେ।